ମାସ ମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେଉଛି କାର୍ତ୍ତିକ ମାସ, ପୁଣ୍ୟର ମାସ। 7 ଅକ୍ଟୋବର 2025 ଠାରୁ କାର୍ତ୍ତିକ ମାସ ଆରମ୍ଭ ହୋଇସାରିଛି। ଧର୍ମର ମାସ, ମୋକ୍ଷର ମାସ ବୋଲି ଆମେ ହିନ୍ଦୁ ଧର୍ମରେ ମନାଯାଏ। ଏହି ମାସରେ ପୁଣ୍ୟ, ଧର୍ମ, ଦାନ, ଦକ୍ଷିଣା କଲେ କୋଟି ଜନ୍ମର ପୁଣ୍ୟରୁ ମିଳେ। ମାସ ସାରା କାର୍ତ୍ତିକ ବ୍ରତ ପାଳନ କଲେ ଜନ୍ମ ଜନ୍ମର ପାପ କ୍ଷୟ ହୁଏ। ଏହି ମାସଟି ଭଗବାନ ବିଷ୍ଣୁଙ୍କ ସମର୍ପିତ। ଭଗବାନ ନିଜେ କହିଛନ୍ତି, ମାସ ମଧ୍ୟରେ ଶ୍ରେଷ୍ଠ ହେଉଛି କାର୍ତ୍ତିକ। ସତ୍ୟଯୁଗ ଭଳି ଯୁଗ ନାହିଁ, ବେଦ ଭଳି ଶାସ୍ତ୍ର ନାହିଁ। ସେହିପରି କାର୍ତ୍ତିକ ମାସ ଶ୍ରେଷ୍ଠ। ଶାସ୍ତ୍ରରେ ବର୍ଣ୍ଣିତ ଅଛି, କାର୍ତ୍ତିକ ମାସକୁ ଯେଉଁ ବ୍ୟକ୍ତି ନିଷ୍ଠା, ଭକ୍ତି, ଶ୍ରଦ୍ଧାର ସହିତ ପାଳନ କରେ, ସେ କୋଟି ଜନ୍ମର ପୁଣ୍ୟ ଫଳ ପାଏ। ପବିତ୍ର ନଦୀ ଏବଂ ଜଳଧାରାରେ ଏହି ମାସରେ ବୁଡ଼ ପକାଇ ମନ୍ଦିରରେ ଭଗବାନଙ୍କୁ ଆରାଧନା କରିବା ଦ୍ୱାରା ମନରେ ଶ୍ରଦ୍ଧା ଓ ଶାନ୍ତି ପ୍ରାପ୍ତ ହୁଏ। ଯେଉଁମାନେ କାର୍ତ୍ତିକ ମାସକୁ ପାଳନ କରିପାରୁନାହାନ୍ତି, ସେମାନେ 5 ଦିନ ବା ପଞ୍ଚୁକ ପାଳନ କଲେ ମଧ୍ୟ ସେହି ପୁଣ୍ୟ ଫଳ ପ୍ରାପ୍ତି ହୁଏ। ଏହି ଭିଡ଼ିଓ ମାଧ୍ୟମରେ ଆମେ ଜାଣିବା ଧର୍ମ ମାସ କାର୍ତ୍ତିକରେ କେଉଁ କାର୍ଯ୍ୟ କରିବା ଉଚିତ, କେଉଁ କାର୍ଯ୍ୟ କରିବା ଉଚିତ ନୁହେଁ ଏବଂ 5 ଦିନ ମଧ୍ୟ ସେହି କାର୍ଯ୍ୟକୁ ପାଳନ କଲେ ଆମକୁ ସମାନ ପୁଣ୍ୟ ଫଳ ପ୍ରାପ୍ତି ହୁଏ। ଯଦି ଆପଣମାନେ ଚ୍ୟାନେଲରେ ନୂଆ ଅଛନ୍ତି, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ, ଆଉ ଗୋଟେ ଲାଇକ୍ ନିହାତି କରିଦେବେ। ଧର୍ମର ମାସ ହେଉଛି କାର୍ତ୍ତିକ, ପୁଣ୍ୟର ମାସ ହେଉଛି କାର୍ତ୍ତିକ। ଏହି କାର୍ତ୍ତିକ ମାସରେ ଆମେ ଦାନ ଧର୍ମ ନିହାତି କରିବା କଥା। ପ୍ରତ୍ୟେକ ହିନ୍ଦୁ ନାରୀ ପୁରୁଷ ହେଉ ଏହି ମାସରେ କିଛି ନା କିଛି ଦାନ ଧର୍ମ ମନ୍ଦିରକୁ ଯିବା ଦରକାର। ଏହି ମାସରେ ଦାନ ଧର୍ମ ପୁଣ୍ୟ କରିଲେ କୋଟି ଜନ୍ମର ପୁଣ୍ୟ ମିଳେ ବୋଲି ଶାସ୍ତ୍ରରେ ବର୍ଣ୍ଣିତ ଅଛି। କାର୍ତ୍ତିକ ମାସରେ ସକାଳୁ ସ୍ନାନ କରି ବୃନ୍ଦାବତୀ ମାଙ୍କୁ ଜଳ ଅର୍ପଣ କଲେ ଏବଂ ସନ୍ଧ୍ୟାରେ ଦୀପଦାନ କଲେ କୋଟି ଜନ୍ମର ପୁଣ୍ୟ ଫଳ ମିଳିଥାଏ। ଶରତ ପୂର୍ଣ୍ଣିମା ଠାରୁ କାର୍ତ୍ତିକ ମାସ ଆରମ୍ଭ ହୋଇସାରିଛି ଏବଂ ରାସ ପୂର୍ଣ୍ଣିମାରେ କାର୍ତ୍ତିକ ମାସ ଶେଷ ହେଉଛି। କାର୍ତ୍ତିକ ମାସରେ କିଛି କାମ ମାନିଲେ ଆମର ଶୁଭ ଫଳ ହୋଇଥାଏ। ପବିତ୍ର ତୀର୍ଥ ନଦୀରେ ସ୍ନାନ କରିବା, ଦାନ ଧର୍ମ କରିବା, ଦୀପଦାନ କରିବା, ଭୂଇଁରେ ଶୟନ କରିବା, ପ୍ରତ୍ୟେକ ଦିନ ତୁଳସୀ ପୂଜା କରିବା, ଶାସ୍ତିକ ଭଜନ କରିବା, ପଞ୍ଚ ଇନ୍ଦ୍ରିୟକୁ ନିୟନ୍ତ୍ରଣ କରିବା, ତେଲ ନ ଲଗାଇ ଗାଧୋଇବା, ପୂଜା ପାଠ କରିବା, ଗୀତା ଭାଗବତ ପଢ଼ିବା, ଏହିସବୁ କଥା କାର୍ତ୍ତିକ ମାସରେ ମାନିଲେ ଆମର ବହୁତ ପୁଣ୍ୟ ଫଳ ମିଳିଥାଏ। କାର୍ତ୍ତିକ ମାସରେ ଆପଣ ମାସ ସାରା ଏସବୁ କାମ କରି ନ ପାରିଲେ ମଧ୍ୟ ପଞ୍ଚୁକ 5 ଦିନ ମଧ୍ୟ ଏହି କାମକୁ କରି ଆପଣ ଧର୍ମ ଅର୍ଜନ କରିପାରିବେ। କାର୍ତ୍ତିକ ମାସରେ ଆପଣ ଦୀପଦାନ କରନ୍ତୁ। ସୂର୍ଯ୍ୟୋଦୟ ପରେ ତୁଳସୀ ଚଉରାରେ ପାଣି ଦେଇ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ପ୍ରଦାନ କରି ଦୀପଦାନ କରନ୍ତୁ। ଏହା ବହୁତ ପୁଣ୍ୟ ଅଟେ। କାର୍ତ୍ତିକ ମାସ ହେଉଛି ଦାନ ଧର୍ମର ମାସ, ତେଣୁ ଏହି ମାସଟିକୁ ଆପଣ ଭଲରେ ପାଳନ କରନ୍ତୁ। ଏହି କାର୍ତ୍ତିକ ମାସରେ ଭଗବାନ ବିଷ୍ଣୁଙ୍କୁ ରାଧା ଦାମୋଦର ବେଶରେ ପୂଜା କରାଯାଇଥାଏ। ଏହି କାର୍ତ୍ତିକ ମାସରେ ସମସ୍ତେ କାର୍ତ୍ତିକ ବ୍ରତ ପାଳନ କରିବା କଥା, ଯାହାକୁ ଆମେ ରାଇ ଦାମୋଦର ନାମରେ ବୋଲି ଜାଣିଥାଉ। କାର୍ତ୍ତିକ ବ୍ରତ ରଖିବା ଦ୍ୱାରା ପୁଣ୍ୟ ପ୍ରାପ୍ତି ହୋଇଥାଏ।